ଷଷ୍ଠ ଶ୍ରେଣୀରେ ପଢୁଥିବା ସମସ୍ତ ପିଲାମାନଙ୍କୁ ସ୍ୱାଗତ। ଚାଲନ୍ତୁ ପିଲାମାନେ ଆଜି କରିବା ତୁମ ଷଷ୍ଠ ଶ୍ରେଣୀର ପ୍ରଥମ ଅଧ୍ୟାୟ ଗଣିତର କ୍ଲାସ୍ 6 ମ୍ୟାଥ୍। ତୁମର 3 ପୃଷ୍ଠାରେ ଯୋଉଗୁଡ଼ା ଅଛି ପ୍ରଥମ ଅଧ୍ୟାୟ, ତୁମର ପ୍ରଥମ ଅଧ୍ୟାୟର ପ୍ରଥମ ବିଷୟଟି ହେଉଛି ଗଣିତରେ ସଂରଚନା। ତୁମ 3 ପୃଷ୍ଠାରେ କ'ଣ ସବୁ ଦେଇଛି ପିଲାମାନେ? ପ୍ରଥମେ 1 1 1 1 1 ଦେଇଛି, ଏଇଗୁଡ଼ା କ'ଣ ହେଲା? ସବୁତକ 1। ତାପରେ ଦେଇଛି 1 2 3 4, ଏଇଗୁଡ଼ାକୁ କୁହାଯାଏ ଗଳନ ସଂଖ୍ୟା, ମାନେ ଗଣିବାରେ ଯେଉଁଗୁଡ଼ିକ ସାହାଯ୍ୟ କରୁ, ମିଶାଣ ଫେଡ଼ାଣ, ଏଇଗୁଡ଼ା 1 2 3 4 ଏଇଗୁଡ଼ାକୁ କୁହାଯାଏ ଗଣନ ସଂଖ୍ୟା। ଗଣନ ସଂଖ୍ୟା ପରେ ଅଛି ଛୁଆ 0 1 2 3, ଏଇଗୁଡ଼ା ଯଦି ମିଶିଲା, 0 ଯଦି ମିଶିଲା ଏହାକୁ କୁହାଯାଏ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା, ସ୍ୱାଭାବିକ ସଂଖ୍ୟା। ଆଉ ଗୋଟେ ଛୁଆ ମନେ ରଖିଥିବ, ଗଣନ ସଂଖ୍ୟାର ଅଲଗା ନାମ ହେଉଛି ଗଣନ ସଂଖ୍ୟା ବା ସ୍ୱାଭାବିକ ସଂଖ୍ୟା, ସ୍ୱାଭାବିକ ସଂଖ୍ୟା। ଆଉ ଏଥିରେ ଯଦି 0 ମିଶିଲା ବା ଆଉ 0 1 2 0 ରୁ ଯଦି ଆରମ୍ଭ କରିବା ତାହେଲେ ତାହାକୁ କ'ଣ କୁହାଯିବ? ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା। ଏହାକୁ ଇଂରାଜୀ n ଦ୍ୱାରା ଚିହ୍ନଟ କରାଯାଏ। ଏହା ପୁଣି ପର ବିଷୟମାନଙ୍କରେ ପଢ଼ିବା ଦେଖିବା। ତାପରେ ଅଯୁଗ୍ମ ସଂଖ୍ୟା 1 3 5 7, ଯେଉଁଗୁଡ଼ିକୁ 2 ଦ୍ୱାରା ବିଭାଜ୍ୟ ନୁହେଁ ସେଗୁଡ଼ିକ ହେଲା ଅଯୁଗ୍ମ ସଂଖ୍ୟା। ତାପରେ ଅଛି 2 4 6 8 10, ଯେଉଁଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ବା ସମାନ 2 ଭାଗ କରିପାରିବା ସେଗୁଡ଼ିକ ହେଲା ଯୁଗ୍ମ ସଂଖ୍ୟା। ତାପରେ ହେଲା ଛୁଆ ତୁମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ତ୍ରିକୋଣୀୟ ସଂଖ୍ୟା ତ୍ରିକୋଣୀୟ ସଂଖ୍ୟା ଆଉ ବିରହାଙ୍କ ସଂଖ୍ୟା। ତ୍ରିକୋଣୀୟ ସଂଖ୍ୟା 1 3 6 10 15। ତ୍ରିକୋଣୀୟ ସଂଖ୍ୟା କ'ଣ? ତ୍ରିକୋଣୀୟ ସଂଖ୍ୟା କହିଲେ କ'ଣ ବୁଝୁଛ? ପ୍ରଥମେ ଦେଖ, ତ୍ରିକୋଣୀୟ ସଂଖ୍ୟା କହିଲେ କ'ଣ ବୁଝ, ମୁଁ ଲେଖିଦେବି ଏହା ପରେ, ପ୍ରଥମେ ବୁଝି ସାର। ପ୍ରଥମେ ହେଲା ତ୍ରିକୋଣୀୟ ସଂଖ୍ୟା, ପ୍ରଥମେ 1 ବଦର ମନେକର ହେଲେ ଛୁଆ 1 3 6, 1 ବଦରେ ଗୋଟିଏ ବିନ୍ଦୁ ନେଲେ, 3 ବଦରେ 3ଟି ବିନ୍ଦୁ ନେବା, 1 2 3ଟା। ଯେକୌଣସି ସଂଖ୍ୟା ବଦଳରେ ବିନ୍ଦୁ ବା ଡଟ୍ ବ୍ୟବହାର କରି ତାକୁ ଯଦି ଗୋଟିଏ ସମାନ ତ୍ରିଭୁଜ ଭଳିଆ ହେଇପାରିଲା ତାହେଲେ ତାକୁ ହିଁ କୁହାଯାଏ ତ୍ରିକୋଣୀୟ ସଂଖ୍ୟା। 6 କେମିତି ହେବ? 6 ହେଲେ 1 ତାପରେ 1 2 1 2 3, କେତେଟା ହେଲା? 1 2 3 4 5 6ଟା ବିନ୍ଦୁ, ଇଏ ମଧ୍ୟ ଗୋଟିଏ ତ୍ରିଭୁଜ ଭଳିଆ ହେଲା, ସେଥିପାଇଁ ଏଇଟା। ତାହେଲେ ପ୍ରଥମ ହେଲା ଛୁଆ 1, 2ରେ ହେଲା ଛୁଆ 2 ନମ୍ବର ତ୍ରିକୋଣୀୟ ସଂଖ୍ୟା ହେଲା ଛୁଆ ଯେକୌଣସି 2ଟା ସଂଖ୍ୟାକୁ ମିଶେଇବ, 1 ଆଉ 2 ମିଶେଇଲେ କେତେ ହେଲା? 3। 3 ନମ୍ବର ତ୍ରିକୋଣୀୟ ସଂଖ୍ୟା ହେଲା ଛୁଆ 3ଟା ଏଇଭଳିଆ ଗଣନ ସଂଖ୍ୟା ଗୁଡ଼ିକୁ ମିଶେଇବ, 1 2 3, 3 2 5 କେତେ ହେଲା? 6। ତାହେଲେ 4 ନମ୍ବର ତ୍ରିକୋଣୀୟ ସଂଖ୍ୟା ସେଇଭଳିଆ କ'ଣ ହେବ? 1 2 3 4। ତାର ମାନେ 4 ନମ୍ବର ତ୍ରିକୋଣୀୟ ସଂଖ୍ୟା ଅର୍ଥ 4ଟି ଗଣନ ସଂଖ୍ୟା ଗୁଡ଼ିକ ମିଶେଇବ, 4 3 7 2 9 1 10 ହେଲା, ଏଇଭଳିଆ ଅଛି। ତାପରେ ବର୍ଗ ସଂଖ୍ୟା, ବର୍ଗ ସଂଖ୍ୟା ମାନେ ଛୁଆ 1 ର ବର୍ଗ ମାନେ 1 ଗୁଣନ 1, 2 ର ବର୍ଗ ମାନେ 2 ଗୁଣନ 2 4, 3 ର ବର୍ଗ ହେଲା 3 3 9, ତାପରେ 4 ଗୁଣନ 4 ହେଲା 16, ଏଗୁଡ଼ା ହେଲା ବର୍ଗ ସଂଖ୍ୟା। ଘନ ସଂଖ୍ୟା ହେଲେ ଛୁଆ 3 ଥର ଗୁଣନ କରିବା ପାଇଁ ପଡ଼ିବ, 1 ର ଘନ ବା 1 ଗୁଣନ 1 ଗୁଣନ 1 ହେଲା 1, 2 ର ଘନ 2 କୁ 3 ଥର ଗୁଣନ କରିବା, 2 ଦୁଣେ 4 ଦୁଣେ 8, ସେଇଭଳିଆ 3 କୁ 3 ଥର ଗୁଣନ କରିବା, 3 3 9 3 27, ସେଇଭଳିଆ ଅଛି। ତା ପରବର୍ତ୍ତୀ ସଂଖ୍ୟା ଗୁଡ଼ିକୁ ନିଜେ ନିଜେ କରିକି ଦେଖେଇବ। ତାପରେ ଛୁଆ ଘନ ସଂଖ୍ୟା ବର୍ଗ ଗଲା, ଘନ ସଂଖ୍ୟା ବିରହାଙ୍କ ସଂଖ୍ୟା। ଛୁଆ ଏଇଟା ତୁମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ପ୍ରଥମେ ଛୁଆ ବିରହାଙ୍କ ସଂଖ୍ୟା କୋଉଠୁ ଆରମ୍ଭ ହେଲା? 1 ରୁ। 0 1 ରୁ ବି ଆରମ୍ଭ ହୁଏ କିମ୍ବା 1 1 ରୁ ବି ଆରମ୍ଭ ହୁଏ। ଏଠି 1 1 ରୁ ଆରମ୍ଭ କରିବା, ଏଠି ଦେଖ ଛୁଆ 1 ରୁ, ପ୍ରଥମେ ମନେକର 1 ରୁ ଆରମ୍ଭ କରିବା। 1 ସହିତ 1 ମିଶେଇବ ଛୁଆ, କେତେ ହେଲା? 1 ରେ 1 ମିଶେଇଲେ 2, ତାପରେ ଏଇ 2 ସହିତ 1 ମିଶିବ, 2 ଯୁକ୍ତ 1 ହେଲା, କେତେ ହେଲା ଛୁଆ? 3। ତାପରେ 3 ସହିତ 2 ମିଶେଇବ, 3 2 3 ଯୁକ୍ତ 2, 3 2 କେତେ ହେଲା ଛୁଆ? 5। ତାପରେ 5 ସହିତ 3 ମିଶେଇବ, 5 ସହିତ 3 ମିଶେଇଲେ କେତେ ହେଲା? 8। 8 ସହିତ 5 ମିଶେଇବ, 8 ହେଲା 9 10 11 12 1 13। ଏଠି ଛୁଆ ତୁମ ବହି ମାନଙ୍କରେ କେବଳ 1 ଦେଇଛି, ଏଇଠି କେତେ ହେବ? 13 ହବ ହେଲା। ତାପରେ 13 ରେ 8 ମିଶେଇବ, କେତେ ହେବ ଛୁଆ? 21। ସେଇଭଳିଆ 21 ରେ 13 ମିଶେଇବ, କେତେ ହେବ? ସେଇଟା କମେଣ୍ଟସ କରିକି ପିଲାମାନେ ଜଣେଇବେ କେତେ ହେବ। এইটাକୁ କୁହାହେଲା ବିରହାଙ୍କ ସଂଖ୍ୟା ବା କ୍ରମ ମିଶାଣ। ପ୍ରଥମେ 1 ରେ 1 ମିଶିଲା 2, 2 ରେ 1 ମିଶିଲା 3, 3 ରେ 2 ମିଶିଲା 5, 5 ରେ 3 ମିଶିଲା 8, 8 ରେ 5 ମିଶିଲା 13, ସେଇଭଳିଆ। ତାପରେ ହେଲା 2 ଆଧାର ବିଶିଷ୍ଟ ସଂଖ୍ୟା। 2 ଆଧାର ମାନେ ଆଧାର ଘାତ ବିଷୟରେ ପଢିବା ଭଲ ଭାବରେ, ଷଷ୍ଠରେ ଶେଷରେ ବି ଅଛି, ସପ୍ତମରେ ବି ଅଛି। ଦେଖିବା 2 ର ଘାତ 0,
ମାନେ ଛୁଆ 2 କୁ ଥରେ ବି ଗୁଣନ କରିବା ନାହିଁ। ତାହେଲେ 2 ର ଘାତ 0 ମାନେ 1, 2 ର ଘାତ 1 ମାନେ 2 କୁ ଯଦି ଥର ଗୁଣନ କରିବା 2, 2 ର ଘାତ 2, ଏଇଟାକୁ କୁହାଯାଏ ଛୁଆ ଆଧାର, ଏଇଟାକୁ କୁହାଯାଏ ଘାତ। ମନେକର 3 2 ଭଳିଆ ଲେଖିଲେ, ଏଇଟାକୁ କୁହାଯାଏ ଆଧାର, ଏଇଟାକୁ କୁହାଯାଏ ଘାତ ବା ଘାତାଙ୍କ ହେଲା। 3 ର ଘାତ 2 ମାନେ ଛୁଆ 3 କୁ ଗୁଣନ କରିବା କେତେ ଥର? 2 ଥର, 3 3 କେତେ ହେବ? 9। ସେଇଭଳିଆ 2 କୁ 2 ଥର ଗୁଣନ କଲେ 2 ଗୁଣନ 2 କେତେ ହେବ? 2 ଦୁଣେ 4। ସେଇଭଳିଆ 3 କୁ 3 ଥର 2 ଥର ଗୁଣନ କଲେ 3 3 9। 2 ର ଘାତ 0, 2 ର ଘାତ 1, 2 ର ଘାତ 2। ଆଚ୍ଛା, ଆଉ 2 ର ଘାତ 3, 2 ର ଘାତ 3, ତାର ମାନେ ଛୁଆ 2 କୁ କେତେ ଥର ଗୁଣନ କରିବା? ଥରେ, 2 ଥର, 3 ଥର, 2 ଦୁଣେ 4 ଦୁଣେ 8। ସେଇଭଳିଆ 2 କୁ ଗୁଣନ କରିବା କେତେ? 4 ଥର, 2 ଗୁଣନ 2 ଗୁଣନ 2 ଗୁଣନ 2, 2 ଦୁଣେ 4 ଦୁଣେ 8 ଦୁଣେ 16। 2 ଆଧାର ବିଶିଷ୍ଟ। ଏହା ପରେ ଦେଇଛି ତୁମ ମାନଙ୍କର କଣ? 3 ଆଧାର ବିଶିଷ୍ଟ ସଂଖ୍ୟା। 3 ର ଘାତ 0 ଇକ୍ୱାଲ ଟୁ 1, ଯେକୌଣସି ସଂଖ୍ୟାର এইটা মনে রক্ষে ছুয়া। 5 র ঘাত 0 ইকুয়াল টু 1, 6 র ঘাত 0 ইকুয়াল টু 1, 2 র ঘাত 0 0 ইকুয়াল টু 1, এইগুলা মনে রক্ষি ছুয়া। ବର୍ତ୍ତମାନ ଏତିକି ଛୁଆମାନେ ପ୍ରଥମେ ଲେଖି ରଖ। ବର୍ତ୍ତମାନ ଏତିକି କୋଉଡାଏ ତ୍ରିକୋଣୀୟ ସଂଖ୍ୟା ଭଲ ଭାବରେ ଦେଖ ଛୁଆମାନେ, ପ୍ରଥମ ପ୍ରଶ୍ନ ହେଉଛି ତ୍ରିକୋଣୀୟ ସଂଖ୍ୟା କାହାକୁ କୁହାଯାଏ? ଯେଉଁ ସଂଖ୍ୟା ଗୁଡ଼ିକୁ ବିନ୍ଦୁ ବା ଡଟ୍ ମାଧ୍ୟମରେ ସଜାଇ ସମ୍ପୂର୍ଣ୍ଣ ତ୍ରିଭୁଜ ଆକାର ଦିଆଯାଇପାରେ ତାହାକୁ ତ୍ରିକୋଣୀୟ ସଂଖ୍ୟା କୁହାଯାଏ। ପ୍ରଥମ ହେଲା ଛୁଆ କିଏ? 1। ଦ୍ୱିତୀୟ ତ୍ରିକୋଣ ସଂଖ୍ୟା ହେଲା 1 ଆଉ 2 କୁ ମିଶେଇଲେ ଯେତେ ହେବ? 2 1 3। ତାପରେ 1 2 3, 1 2 3, 3 2 5 1 6। ଇଏ ହେଲା ପ୍ରଥମ, ଇଏ ହେଲା ଦ୍ୱିତୀୟ, ଇଏ ହେଲା ତୃତୀୟ। ତାପରେ ଚତୁର୍ଥରେ କିଏ ହେବ ଛୁଆ? 4ଟା ଗଣନ ସଂଖ୍ୟାକୁ ମିଶେଇବା। 1 2 3 4, 4 3 7 2 9 1 10। ତାହେଲେ ଏମାନଙ୍କର ବଦଳରେ 1 3ଟା, 1 2 3ଟା 6ଟା, 1 2 କେମିତି ଦେଖିବା? 1 1 2 1 2 3। ଏହାକୁ ଯୋଡ଼ିଲେ ଗୋଟେ ତ୍ରିଭୁଜ ଭଳିଆ ହେଉଛି। ତାର ମାନେ 1 ବଦଳରେ ଗୋଟିଏ ବିନ୍ଦୁ, 3 ବଦଳରେ 3ଟା ବିନ୍ଦୁ, 6 ବଦଳରେ 6ଟା ବିନ୍ଦୁ, 10 ବଦଳରେ 10ଟି ବିନ୍ଦୁ। এই ବିନ୍ଦୁ ଗୁଡ଼ିକୁ ନେଇକି ଯଦି ଆମେ ଗୋଟେ ତ୍ରିଭୁଜ ଭଳିଆ କରିପାରିଲେ ତାହେଲେ ତାହାକୁ ଗୋଟିଏ କଣ କୁହାଯିବ? ତ୍ରିକୋଣୀୟ ସଂଖ୍ୟା କୁହାଯିବ। ତାହେଲେ ଏଠି ଛୁଆ ପ୍ରଶ୍ନ ଉଠେ ଯେ ଗୋଟିଏ ବିନ୍ଦୁ, ଏହାକୁ କଣ ପାଇଁ ତ୍ରିକୋଣୀୟ ସଂଖ୍ୟା ଭାବରେ ଗ୍ରହଣ କରାଯାଇଛି? ଦେଖନ୍ତୁ, ଇଏ ଗୋଟିଏ ବିନ୍ଦୁ କଣ ତ୍ରିଭୁଜ ଭଳିଆ ଛୁଆ ଦେଖାଯାଉଛି ନା? ଗୋଟେ ବିନ୍ଦୁ ଭଳିଆ ଦେଖାଯାଉଛି। ତାହେଲେ କାହିଁକି ନିଆଗଲା? ଏଠି ଛୁଆ ଦେଖ, ପ୍ରଥମେ 3 ବଦଳରେ 3ଟା ଡଟ୍, 3 ବଦଳରେ ଯଦି ଆମେ 3ଟା ବିନ୍ଦୁ ନେବା, 3ଟା ବିନ୍ଦୁ ଗୋଟେ ସମବାହୁ ତ୍ରିଭୁଜର ଗୋଟେ ତ୍ରିଭୁଜ ଭଳିଆ ଆମେ ତିଆରି କରିପାରିଲେ ତାହେଲେ 3ଟା ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଛୁଆ ଗୋଟିଏ ବିନ୍ଦୁ, ଗୋଟିଏ ଗୋଟେ, ଇଏ ଗୋଟେ, ଇଏ ଗୋଟିଏ, ଗୋଟିଏ ଗୋଟେ ବିନ୍ଦୁ କୁ ବ୍ୟବହାର କରି ଯେହେତୁ ଗୋଟେ ତ୍ରିଭୁଜ ଭଳିଆ ତିଆରି ହେଇପାରୁଛି, ସେଇଥିପାଇଁ ବିନ୍ଦୁକୁ ପ୍ରଥମେ ଏକୁ ପ୍ରଥମେ ତ୍ରିକୋଣୀୟ ସଂଖ୍ୟା ଭାବରେ ନିଆଯାଇଛି। ଏଠି ମୁଁ ଲେଖିଦେଇଛି ଦେଖ, 1କୁ ପ୍ରଥମ ତ୍ରିକୋଣୀୟ ସଂଖ୍ୟା ଭାବରେ ଗ୍ରହଣ କରାଯାଏ। କାହିଁକି? ଗୋଟିଏ ବିନ୍ଦୁ ନିଜେ ଏକ କ୍ଷୁଦ୍ରତମ ତ୍ରିଭୁଜ ସୃଷ୍ଟି କରିପାରୁଥିବାରୁ 1କୁ ପ୍ରଥମ ତ୍ରିକୋଣୀୟ ସଂଖ୍ୟା ଭାବରେ ଗ୍ରହଣ କରାଯାଏ। ଛୁଆମାନେ ଏଇଟା ଲେଖି ରଖ। ତାପରେ ବର୍ତ୍ତମାନ ଆମର ବହିରେ ଯୋଉ ଅଭ୍ୟାସ କାର୍ଯ୍ୟ ଟାଇପର କରିବା ପାଇଁ ଦେଇଛି ସେଇଗୁଡା କରିବା। ଯେଉଁ ପିଲାମାନେ ବି ମୋ ଭିଡିଓ ଗୁଡ଼ିକୁ ଦେଖୁଥିବ, ଯଦି ଭଲ ଲାଗୁଥିବ ମୋ ପାଠ ଗୁଡ଼ିକୁ, ତାହେଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବ ଏବଂ ତୁମ ସାଙ୍ଗମାନଙ୍କୁ ସେୟାର କରିବାକୁ ଭୁଲିବ ନାହିଁ। ଚାଲ ଆଜି ଶେଷ କରିବା। ନେକ୍ସଟ ଭିଡିଓରେ ଆମେ ଏହାର